ଡେଲାଙ୍ଗର ଜଣେ ପୂର୍ବତନ ସ୍ୱାଧୀନତା ସଂଗ୍ରାମୀ ସମାଜସେବୀ ଏବଂ ପୂର୍ବତନ ସରପଞ୍ଚ ସେ ରହିଥିଲେ ସ୍ୱର୍ଗତ ମାଗୁଣି ଚରଣ ସାହୁ। ତାଙ୍କର ଆଜି 17ତମ ବାର୍ଷିକ ଶ୍ରାଦ୍ଧ ଆଜି ପାଳନ ହେଉଛି। କ'ଣ ସେ ବିଷୟରେ କହିବେ? ଆପଣ କ'ଣ ଚିନ୍ତା କରିଛନ୍ତି? ବିକାଶମୂଳକ କାର୍ଯ୍ୟ କରିବେ? ସରପଞ୍ଚ ଥିଲେ, ଜଣେ ଦକ୍ଷ ସରପଞ୍ଚ ଥିଲେ ଏବଂ ତାଙ୍କର କାର୍ଯ୍ୟକଳାପ ଏବଂ ଆଭିମୁଖ୍ୟ ଥିଲା ସମାଜ ସେବା କରିବା ପାଇଁ। ଦୈବାତ ତାଙ୍କୁ ଭଗବାନଙ୍କ ଆଶୀର୍ବାଦ ଗୋଟେ ସମାଜ ସେବା ପାଇଁ ସରପଞ୍ଚ ମିଳିଥିଲା। କାଳକ୍ରମେ ସେ ସରପଞ୍ଚ ପରେ ଡେଲାଙ୍ଗର ରାଜନୈତିକ ଭିତରେ ସମ୍ପୂର୍ଣ୍ଣ ଜଡ଼ିତ ହୋଇ ରହିଲେ ଏବଂ ସବୁକିଛି ଯେଉଁ ଡେଭଲପମେଣ୍ଟ ୱାର୍କ ପ୍ରାୟ ଆମ ଡେଲାଙ୍ଗରେ ହେଇଛି ସବୁଥିରେ ତାଙ୍କର କିଛି ଅବଦାନ ଅଛି ଏବଂ ଡେଲାଙ୍ଗ କଲେଜ ପାଇଁ ସ୍ୱତନ୍ତ୍ର ସମୟ ଦେଇଛନ୍ତି ଏବଂ ସ୍ୱତନ୍ତ୍ର ନିଜେ ରହିକିରି ନିଜେ ପରିଶ୍ରମ କରିକି ସେ କଲେଜ +2 ଏବଂ +3 ନିଜେ ତାର ଫାଉଣ୍ଡର ସେକ୍ରେଟାରୀ ଥିଲେ ଏବଂ ନିଜେ ବି ତିଆର କରିଛନ୍ତି, ଯାହାକି ଆଜି ତାଙ୍କର 17ତମ ମୃତ୍ୟୁବାର୍ଷିକ ପାଳନ କରାଯାଉଛି। ସେ ଜଣେ ଦକ୍ଷ ଏବଂ ବିଜ୍ଞ ଲୋକ ଥିଲେ। ଡେଲାଙ୍ଗର ବିଭିନ୍ନ ଅନୁଷ୍ଠାନ ସହିତ ତାଙ୍କର ସମ୍ପୂର୍ଣ୍ଣ ଜଡ଼ିତ ଥିଲେ ଏବଂ ସେ ଜଣେ ଡେଲାଙ୍ଗ ଅଞ୍ଚଳର ଭଲ ପରାମର୍ଶଦାତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ଡେଲାଙ୍ଗ ଓ ଗାଦି ବ୍ରହ୍ମ ମହାବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ସ୍ୱର୍ଗତ ମାଗୁଣି ଚରଣ ସାହୁଙ୍କର 17 ବର୍ଷ ଶ୍ରାଦ୍ଧ ଦିବସ। ଏହି ଉପଲକ୍ଷେ ତାଙ୍କର ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାଳୁମାନେ ତାଙ୍କର ଯେଉଁମାନେ ଅନୁଗାମୀ ଏବଂ ଜଣେ ସମାଜସେବୀ ହିସାବରେ ତାଙ୍କର ଯେଉଁ ଆଦର୍ଶ ଥିଲା ସେଥିରୁ ଯେଉଁମାନେ ଅନୁପ୍ରାଣିତ ସେମାନେ ଆଜି ଏଠି ଏକତ୍ରିତ ହୋଇଛନ୍ତି। ତାଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି।